ରାୟଗଡ଼ା ଜିଲ୍ଲା ବିଷମକଟକ ନିକଟସ୍ଥ କୁଟ୍ରାଗଡ଼ ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। କାଳବୈଶାଖୀ ଝଡ଼ର ପ୍ରକୋପ ନେଇଛି ଜଣେ ପମ୍ପ ହାଉସ୍ କର୍ମଚାରୀଙ୍କ ଜୀବନ। ମୃତକ ଜଣକ ହେଲେ କୁଟ୍ରାଗଡ଼ ଗ୍ରାମର ଜିତେନ୍ଦ୍ର ଜାଲ। ବୟସ 55ରୁ 56 ବର୍ଷ ପାଖାପାଖି ହେବ। ସେ କୁଟ୍ରାଗଡ଼ ପଞ୍ଚାୟତ ଅନ୍ତର୍ଗତ ହୁକୁମତଳା ପମ୍ପ ହାଉସ୍ରେ କାର୍ଯ୍ୟରତ ଥିଲେ ଏବଂ ସେଠାରେ ଥିବା କ୍ୱାର୍ଟର୍ସରେ ରହୁଥିଲେ। ସୂଚନା ଅନୁସାରେ କାଳବୈଶାଖୀ ପରେ ପମ୍ପ ହାଉସ୍ରେ ପାଣି ଛାଡ଼ିବା ପାଇଁ ଯାଉଥିବା ବେଳେ ହଠାତ୍ ଏକ ବଡ଼ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ପ୍ରତିଦିନ ପରି ସକାଳେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ହୁକୁମତଳା ପମ୍ପ ହାଉସ୍କୁ ଯାଇଥିଲେ। ସେଠାରେ ଗେଟ୍ରେ ତାଲା ପଡ଼ିଥିବା ଦେଖି ଖୋଜାଖୋଜି କରିବା ସମୟରେ ଜିତେନ୍ଦ୍ରଙ୍କ ଉପରେ ଗଛ ପଡ଼ିଥିବା ଏବଂ ସେ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ। ଖବର ପାଇ ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଗ୍ନିଶମ ବାହିନୀର ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। କାଳବୈଶାଖୀ ଝଡ଼ ଯୋଗୁଁ ଘଟିଥିବା ଏହି ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ରାୟଗଡ଼ା ଜିଲ୍ଲାରୁ ଶିବପ୍ରସାଦ ପାଢ଼ୀଙ୍କ ରିପୋର୍ଟ, G9 ଓଡ଼ିଆ।